ଛୁଇଁ ବୁଟ ଡାଲି ତରକାରୀ ଥରେ ଏଇ ନୂଆ ପ୍ରକାରର ମସଲା ଦେଇ ବନାନ୍ତୁ। ଏତେ ସୁଆଦିଆ ଲାଗିବ ଯେ ଛୁଇଁ ସରିବା ପର୍ଯ୍ୟନ୍ତ ନିତିଦିନ ଏମିତି ବନେଇବା ପାଇଁ ପସନ୍ଦ କରିବେ। ଆଉ ଥରେ ଚାଖିଲେ ସ୍ୱାଦ ମନରୁ ଜମା ବି ଯିବ ନାହିଁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପ୍ସନରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ଏହି ସୁଆଦିଆ ତରକାରୀ ବନାଇବା ପାଇଁ ଆମକୁ ଦରକାର ବୁଟ ଡାଲି। ଏଇଠି ମୁଁ ନେଇଛି 100 ଗ୍ରାମର ବୁଟ ଡାଲି। ଏତିକି ଡାଲିକୁ ମୁଁ 4-5 ଘଣ୍ଟା ହେଲା ପାଣିରେ ବତୁରେଇ ଦେଇଥିଲି। ଦେଖନ୍ତୁ ଡାଲି ଭଲ ଭାବରେ ବତୁରି ଯାଇଛି। ଏବେ ଆମେ ଗୋଟେ କାମ କରିବା, ଗୋଟେ କୁକର ନେବା, ବତୁରେଇ ରଖିଥିବା ଡାଲିକୁ କୁକରରେ ଦେବା। ଡାଲିକୁ ଦେଖି ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା, ଅଳ୍ପ ତେଲ ଦେବା। ତେଲ ଦେଇ ଡାଲି ସିଝେଇଲେ କୁକରରେ ହଳଦୀ ଦାଗ ଲାଗିନଥାଏ, କୁକର ପୁରା କ୍ଲିନ୍ ରୁହେ। ତାପରେ ଆମେ ପାଣି ଦେବା, ଡାଲି ବୁଡ଼ିବ, ତା ଉପରକୁ ଅଳ୍ପ ପାଣି। ବେଶୀ ପାଣି ଦେଲେ ଡାଲି ବେଶୀ ସିଝିଯିବ, କମ୍ ପାଣି ଦେଲେ ଡାଲି ଭଲ ଭାବରେ ସିଝି ପାରିବ ନାହିଁ। ପାଣିର ଭାଗ ମାପ ଆପଣମାନେ ଧ୍ୟାନ ରଖନ୍ତୁ। ଏବେ ମିଡ଼ିୟମ୍ ଫ୍ଲେମ୍ରେ 2ଟି ହୁଇସିଲ୍ ଦେଇ ବାହାରକୁ ବାହାର କରି ଆଣିବା। ସେ ଭିତରେ ଚାଲନ୍ତୁ ଦେଖିବା ତରକାରୀ ପାଇଁ କ'ଣ କ'ଣ ଦରକାର। ଏଇଠି ମୁଁ ନେଇଛି 3ଟି ବଡ଼ ସାଇଜ୍ର ଛୁଇଁ। ଛୁଇଁ ମଝିରେ ପ୍ରଥମେ ଅଳ୍ପ କାଟିବା, ତାପରେ ଦୁଇପଟ ସାଇଡ୍ରୁ ଏମିତି ଚୋପାକୁ ବାହାର କରିନେବା। ଏହି ଉପାୟରେ ଛୁଇଁକୁ କାଟିଲେ ଆପଣମାନେ ଛୁଇଁକୁ ସହଜରେ କାଟିପାରିବେ। ଛୁଇଁ ଛଡ଼ା ଆଜିର ତରକାରୀ ପାଇଁ ଆମକୁ କିଛି ପନିପରିବା ବି ଦରକାର। ଏଇଠି ମୁଁ ନେଇଛି ଗୋଟେ ବଡ଼ ସାଇଜ୍ର ବାଇଗଣ, ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁ, ଅଳ୍ପ କିଛି କଖାରୁ ବା ବୋଇତି କଖାରୁ। ଅଳ୍ପ କଖାରୁ ଦେଲେ ଏହି ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ଆଳୁକୁ ଲମ୍ବା କାଟିବା, କିନ୍ତୁ ଟିକେ ପତଳା କାଟିବା। କଖାରୁର ଚୋପା ରଖି ଟିକେ ମୋଟା କାଟିବା। ବାଇଗଣକୁ ଟିକେ ବଡ଼ ସାଇଜ୍ରେ କାଟିବା, ନହେଲେ ତରକାରୀରେ ବହୁତ ଜଲ୍ଦି ଘାଣ୍ଟିଯିବ। ସବୁ ପନିପରିବା ଗୁଡ଼ିକୁ ଏମିତି କାଟିବେ, ସବୁ ଜିନିଷ ତରକାରୀରେ ସମାନ ଭାବରେ ସିଝିଯିବ। ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 1 ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ କଳା ଜିରା ଦେବା। ଅଳ୍ପ କଳା ଜିରା ଦେଲେ ଏହି ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ଯଦି ଥିବ ଦେବେ, ନଥିଲେ ସାଧା ଜିରା ଦେବେ। ଜିରା ତେଲରେ ଫୁଟିଯିବା ପରେ କାଟି ରଖିଥିବା ସବୁ ପନିପରିବା ଗୁଡ଼ିକୁ ଦେବା। ତାପରେ ସବୁ ପନିପରିବା ଗୁଡ଼ିକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା। ଯେହେତୁ ଆମେ ବାଇଗଣ ଦେଇଛୁ, ସବୁ ପନିପରିବା ଗୁଡ଼ିକୁ ମିଡ଼ିୟମ୍ ଫ୍ଲେମ୍ରେ ଭାଜିବା, ନହେଲେ ବାଇଗଣ କଳା ପଡ଼ିଯିବ। କିନ୍ତୁ ଭାଜିବା ସମୟରେ 2 ମିନିଟ୍ ଲେଖାଏଁ 2 ଥର, ତାମାନେ 4 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ କଭର କରି ଭାଜିବା, ଯାହାଦ୍ୱାରା ପନିପରିବା ଗୁଡ଼ିକ ଭାଜିବା ସମୟରେ ହାଲକା ସିଝିଯିବ। 4 ମିନିଟ୍ ପରେ ଏଇଠି ଦେଖନ୍ତୁ ପନିପରିବା ଗୁଡ଼ିକ ହାଲକା ଭାଜିଗଲାଣି, ହାଲକା ସିଝି ଆସିଲାଣି। ଏବେ ଆମେ ପନିପରିବା ଗୁଡ଼ିକୁ ବାହାରକୁ ବାହାର କରି ଆଣିବା। ପନିପରିବା ଭଜା ରେଡ଼ି ହେଇଗଲା। ସେଇ କଢ଼େଇରେ ଅଳ୍ପ ତେଲ ଅଛି, ଆଉ 1 ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା, 1 ତେଜପତ୍ର, 2-3 ପିଞ୍ଚ ହିଙ୍ଗୁ ଦେବା। ଯେହେତୁ ତରକାରୀରେ ଆମେ ବୁଟ ଡାଲି ଦେଉଛୁ, ଅଳ୍ପ ହିଙ୍ଗୁ ଦେଲେ ତରକାରୀ ବହୁତ ଜଲ୍ଦି ହଜମ ହେଇଯିବ। ଜିରା ଫୁଟିଯିବା ପରେ 1 ବଡ଼ ସାଇଜ୍ର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ଏବେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ସେପଟେ ତରକାରୀ ପାଇଁ ମସଲା ବନେଇବା। ମସଲା ପାଇଁ ଏଇଠି ମୁଁ ନେଇଛି 1 ଇଞ୍ଚର ଅଦା, 5ଟି ବଡ଼ ସାଇଜ୍ର ରସୁଣ। ଆପଣ ଛୋଟ ରସୁଣ ନେଉଥିଲେ 8-10ଟି ରସୁଣ ନେବେ। ରାଗ ପାଇଁ 2ଟି କଞ୍ଚା ଲଙ୍କା। ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ କଞ୍ଚା ଲଙ୍କା ଦେବେ। 1 ଛୋଟ ଚାମଚ କଞ୍ଚା ଧନିଆ, ଅଧା ଛୋଟ ଚାମଚ କଞ୍ଚା ଜିରା। ତା ସହିତ ବେଶ କିଛି ଧନିଆ ପତ୍ର ନାଡ଼, ପତ୍ର ସହିତ ନାଡ଼ ଦେବେ, ବହୁତ ବଢ଼ିଆ ଟେଷ୍ଟ ଆସିବ। ଜମା ପାଣି ଦେବା ନାହିଁ, ସବୁ ଜିନିଷକୁ ଭଲ ଭାବରେ ଛେଚିବା। ମସଲାକୁ ଗ୍ରାଇଣ୍ଡ କରି ଦେବା ଅପେକ୍ଷା ଏମିତି ହେମଦସ୍ତାରେ ଛେଚିକି ଦେବେ, ଦେଖିବେ ତରକାରୀର ବାସ୍ନା ଆଉ ଟେଷ୍ଟ ବହୁତ ବଢ଼ିଆ ଆସିବ। ଏବେ ଆମ ରେଡ଼ି ହେଇଗଲା ଆଜିର ତରକାରୀ ପାଇଁ ସ୍ପେଶାଲ ମସଲା। ସେପଟେ ଚାଲନ୍ତୁ ପିଆଜକୁ ଚେକ୍ କରିବା। ପିଆଜ ବି ଦେଖନ୍ତୁ ହାଲକା ଲାଲ କଲର୍ ହେଇ ଆସିଲାଣି। ଏବେ ଆମେ ଛେଚି ନେଇଥିବା ମସଲାକୁ ଦେବା। ତାପରେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଏଇ ଅଦା ରସୁଣ ମସଲାକୁ ଭଲ ଭାବରେ କଷିବା। ଯେତେ ଭଲ ଭାବରେ କଷିବେ ତରକାରୀର ଟେଷ୍ଟ ସେତେ ବଢ଼ିବ। ଅଦା ରସୁଣ କଷିଯିବା ପରେ ଆମେ ମସଲା ପାଇଁ 1 ବଡ଼ ସାଇଜ୍ର ଦେଶୀ ଟମାଟୋ ଦେବା। ଟମାଟୋ ଟିକେ ଖଟା ରହିଲେ ତରକାରୀ ଖାଇବା ପାଇଁ ଭଲ ଲାଗିବ। କାହିଁକିନା ଆମେ ତରକାରୀରେ ବୁଟ ଡାଲି କଖାରୁ ଦେଇଛୁ, ବୁଟ ଡାଲି କଖାରୁ ଟିକେ ମିଠା ଲାଗିବ। ଏବେ ମସଲାରେ କେବଳ ମସଲା ପାଇଁ ଲୁଣ ଦେବା। ବୁଟ ଡାଲି ସିଝାଇବା ସମୟରେ ବୁଟ ଡାଲି ପାଇଁ ଲୁଣ ଦେଇଥିଲୁ, ପନିପରିବା ଭାଜିବା ସମୟରେ ପନିପରିବା ପାଇଁ ଲୁଣ ଦେଇଥିଲୁ।
ଅଳ୍ପ ହଳଦୀ ଗୁଣ୍ଡ ଦେବା। ତରକାରୀରେ ଭଲ କଲର୍ ପାଇଁ ଅଳ୍ପ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା। ରାଗ ପାଇଁ 2ଟି କଞ୍ଚା ଲଙ୍କା ଆମେ ମସଲାରେ ଛେଚି ନେଇଥିଲୁ। ଆପଣମାନେ ଅଧିକ ରାଗ ପସନ୍ଦ କରୁଥିଲେ ଅଳ୍ପ ରାଗ ଲଙ୍କାଗୁଣ୍ଡ ବି ଦେଇପାରିବେ। ମସଲା ସହିତ ଗୋଳେଇ ନେବା। ଏବେ ଦେଖନ୍ତୁ ମସଲା ଟିକେ ଶୁଖିଲା ଲାଗୁଛି। 4-5 ଚାମଚ ପାଣି ଦେବା, ନହେଲେ ମସଲା କଢ଼େଇ ତଳେ ଲାଗିଯିବ। ତାପରେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ମସଲାକୁ କଭର କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷିବା। ସେଇ ଭିତରେ ଚାଲନ୍ତୁ ବୁଟ ଡାଲିକୁ ଚେକ୍ କରିବା। ମିଡ଼ିୟମ୍ ଫ୍ଲେମ୍ରେ 2ଟି ହୁଇସିଲ୍ ଦେଇ ଆମେ ବାହାରକୁ ବାହାର କରି ଆଣିଥିଲେ। ଦେଖନ୍ତୁ ବୁଟ ଡାଲି କେମିତି ସିଝିଛି। ବୁଟ ଡାଲି ପାଖାପାଖି 90% ସିଝିଛି। ବୁଟ ଡାଲିକୁ ଏତିକି ସିଝେଇବେ। এই ଷ୍ଟେଜ୍ରେ ବୁଟ ଡାଲିକୁ ଯଦି ବେଶୀ ଘାଣ୍ଟି ଦେବେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ସେଥିପାଇଁ ବୁଟ ଡାଲି ସିଝେଇବା ସମୟରେ ପାଣିର ଭାଗ ମାପ ଆଉ ହୁଇସିଲ୍କୁ ଧ୍ୟାନ ରଖିବେ। ବୁଟ ଡାଲି ଏମିତି ସିଝିବ। ବୁଟ ଡାଲି ରେଡ଼ି ହୋଇଗଲା। ସେପଟେ ଚାଲନ୍ତୁ ମସଲାକୁ ଚେକ୍ କରିବା। 5-6 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଆମର ଭଲ ଭାବରେ କଷି ଯାଇଛି। ମସଲା କଷିଯିବା ପରେ ଆମେ ଭାଜି ରଖିଥିବା ସବୁ ପନିପରିବା ଗୁଡ଼ିକୁ ମସଲା ସହିତ ଦେବା। ତାପରେ ମସଲା ସହିତ ଭଲ ଭାବରେ କଷିବା। ଯେତେ ଭଲ ଭାବରେ କଷିବେ ମସଲାର ଫ୍ଲେଭର ପନିପରିବା ଭିତରକୁ ଆସିବ। କିନ୍ତୁ କଷିବା ସମୟରେ ଆମେ 2 ମିନିଟ୍ ଲେଖାଏଁ 2 ଥର, ତାମାନେ 4 ମିନିଟ୍ ଲୋ ମିଡ଼ିୟମ୍ ଫ୍ଲେମ୍ରେ କଭର କରି କଷିବା। ଯାହାଦ୍ୱାରା ଗୋଟେ ସମୟରେ 2ଟି କାମ ହେବ। ପନିପରିବା ଆମର ଭଲ ଭାବରେ ସିଝିଯିବ ଆଉ ପନିପରିବା ମସଲା ସହିତ ଭଲ ଭାବରେ କଷିଯିବ। 4 ମିନିଟ୍ ପରେ ଟାଣ ପନିପରିବା ଭିତରେ ଆମେ ଆଳୁ ନେଇଥିଲୁ। ଦେଖନ୍ତୁ ଆଳୁ ଭଲ ଭାବରେ ସିଝି ଯାଇଛି। ପନିପରିବା ସିଝିଯିବା ପରେ ଡାଲିରେ ଥିବା ସବୁ ପାଣିକୁ ବାହାର କରି କେବଳ ଡାଲିକୁ ଦେବା। ତା ସହିତ ଗୋଟେ ଛୋଟ ଚାମଚ କସୁରୀ ମେଥି ପତ୍ର ଦେବା। ଯଦି ଥିବ ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ତାପରେ ଡାଲି ପନିପରିବା ଗୁଡ଼ିକୁ ମିଡ଼ିୟମ୍ ଫ୍ଲେମ୍ରେ ଆଉ 1-2 ମିନିଟ୍ ପର୍ଯ୍ୟନ୍ତ କଷିବା। 2 ମିନିଟ୍ ପରେ ଏଠି ଦେଖନ୍ତୁ ସବୁ ଜିନିଷ ଭଲ ଭାବରେ କଷିଗଲାଣି। ଏବେ ତରକାରୀରେ ଝୋଳ ପାଇଁ ଡାଲି ସିଝେଇଥିବା ପାଣି ସହିତ ଅଳ୍ପ ପାଣି ମିଶାଇ ଆମେ ଗରମ କରି ଆଣିବା। ସେଇ ଗରମ ପାଣିକୁ ଦେବା। ପାଣି ଆପଣମାନେ ଦେଖିକି ଦେବେ, ବେଶୀ ପାଣି ଦେବେ ନାହିଁ। এই ତରକାରୀକୁ ଆମେ ବେଶୀ ଝୋଳ କରିବା ନାହିଁ। ପାଣି ଦେବା ପରେ ଗ୍ୟାସର ଫ୍ଲେମ୍ ହାଇ ରଖିବା। ପାଣି ବହୁ ଜଲ୍ଦି ଫୁଟିଯିବ। ପାଣି ଦେଇ ଗୋଳେଇ ସାରିବା ପରେ ଶେଷରେ ଲୁଣ ଚାଖି ଦେବେ। ଯଦି ଦରକାର ପଡ଼ିବ ଦେଖିକି ଅଳ୍ପ ଲୁଣ ଦେବେ। ତାପରେ ଲୋ ମିଡ଼ିୟମ୍ ଫ୍ଲେମ୍ରେ କେବଳ 3-4 ମିନିଟ୍ କଭର କରିବା, ଯାହାଦ୍ୱାରା ସବୁ ଜିନିଷ ଭଲ ଭାବରେ ମିଶିଯିବ। 4 ମିନିଟ୍ ପରେ ଏଠି ଆମ ତରକାରୀ ପୁରା ରେଡ଼ି ହୋଇଯାଇଛି। ଝୋଳ ଏତିକି ବହଳିଆ ରଖିବେ। ତରକାରୀ ଥଣ୍ଡା ହେଲା ପରେ ଝୋଳ ଆଉ ଟିକେ ବହଳିଆ ହୋଇଯିବ। ଶେଷରେ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ 2-3 ଚାମଚ କୋରା ନଡ଼ିଆ ଦେବା। ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ଯଦି ଅଧିକ ରାଗ ପସନ୍ଦ କରୁଥିବେ 1-2ଟି କଞ୍ଚା ଲଙ୍କା ମଝିରୁ ଚିରା ଲଗାଇ ଦେଇପାରିବେ। ବେଶ କିଛି ଧନିଆ ପତ୍ର ଦେବା। ଯଦି ଆପଣମାନେ ଘିଅ ପସନ୍ଦ କରୁଥିବେ 1 ଛୋଟ ଚାମଚ ଦେବେ। ମୁଁ କିନ୍ତୁ ଘିଅ ଦେଇନାହିଁ। ସବୁ ଜିନିଷକୁ ଗୋଳେଇ ନେବା। ତରକାରୀରେ ସବୁ ଜିନିଷ ଭଲ ଭାବରେ ସିଝି ଯାଇଥିବ କିନ୍ତୁ ଘାଣ୍ଟି ନଥିବ। ଏମିତି ଗୋଟା ଗୋଟା ରହିଲେ ଦେଖିବା ପାଇଁ ଭଲ ଲାଗିବ, ଖାଇବା ପାଇଁ ମଧ୍ୟ ଭଲ ଲାଗିବ। ଆପଣମାନେ ଏଇ ନୂଆ ତରକାରୀର ନାମ କ'ଣ ରଖିବେ ନିଶ୍ଚୟ ମୋତେ କମେଣ୍ଟସ୍ କରି ଜଣାଇବେ ଆଉ ନିହାତି ଥରେ ବନେଇବେ। ତାହେଲେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।